ବିଜୁ ଜନତା ଦଳରୁ ବିଜୁ ଉଭେଇ ଯାଇ ସେଠି ଅନ୍ୟମାନଙ୍କ ଚେହେରା ଲାଗିଲା। ବ୍ୟବସାୟୀ ମାନେ ସେ ଦଳକୁ ଅକ୍ତିଆର କଲେ। ସେତେବେଳେ ମୁଁ ନୈତିକତା ଭାବରେ ସେ ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲି। ଆଜି ମୁଁ କହି ରଖିବାକୁ ଚାହେଁ, ମୁଁ ବେଶୀ ସମୟ ଲମ୍ବା ଭାଷଣ ଦେବି ନାହିଁ, କେବଳ ଏତିକି କହିବି, ମୋର ମଧ୍ୟ ରାଜନୈତିକ ଜୀବନ ମୁଁ ବିଜୁ ଜନତା ଦଳରୁ ଆରମ୍ଭ କରିଥିଲି। ବିଜୁ ଜନତା ଦଳ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତିଆରି ହୋଇଥିଲା। ବିଜୁ ବାବୁ ଆମ ସମସ୍ତଙ୍କର ନମସ୍ୟ, ଏ ଜାତିର ନମସ୍ୟ। କିନ୍ତୁ ଯେତେବେଳେ ସେ ଦଳ ନିଜର ନୀତି ଆଦର୍ଶରୁ ବିଜୁ ବାବୁଙ୍କ ନୀତି ଆଦର୍ଶରୁ ବିଚ୍ୟୁତ ହେଲା, ବିଜୁ ଜନତା ଦଳରୁ ବିଜୁ ଉଭେଇ ଯାଇ ସେଠି ଅନ୍ୟମାନଙ୍କ ଚେହେରା ଲାଗିଲା। ବ୍ୟବସାୟୀ ମାନେ ସେ ଦଳକୁ ଅକ୍ତିଆର କଲେ। ସେତେବେଳେ ମୁଁ ନୈତିକତା ଭାବରେ ସେ ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲି। ଏବଂ ଆଜି ମୁଁ ଅତ୍ୟନ୍ତ ଖୁସି, ଯୋଉ ଷଡ଼ଯନ୍ତ୍ର ଫଳରେ ସେ ଦଳରୁ ମୁଁ ବାହାରି ଆସିଛି, ଆଜି ମୁଁ ଅତ୍ୟନ୍ତ ଖୁସି ଯେ ଭାରତୀୟ ଜନତା ପାର୍ଟି ଭଳି ଏକ ମହାସମୁଦ୍ରରେ, ଏକ ମହାନ ପରିବାରରେ, ଏକ ମହାନ ପାର୍ଟିରେ ମୁଁ ଅଛି। ଯୋଉ ପାର୍ଟିରେ କେହି ନେତା ନଥାନ୍ତି, କେହି କର୍ମୀ ନଥାନ୍ତି, ସମସ୍ତେ କର୍ମକର୍ତ୍ତା। ଆଜି କର୍ମକର୍ତ୍ତା ଭାବରେ ମୁଁ ବିଧାୟକ ଭାବରେ ଅଛି। ଆଜି କର୍ମକର୍ତ୍ତା ଭାବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଛନ୍ତି ଏବଂ ନିଜେ ସ୍ୱୟଂ ପ୍ରଧାନମନ୍ତ୍ରୀ କହିଛନ୍ତି ସେ ମଧ୍ୟ ଭାରତୀୟ ଜନତା ପାର୍ଟିର ଜଣେ କର୍ମକର୍ତ୍ତା ଭାବରେ ସେ ପ୍ରଧାନମନ୍ତ୍ରୀ ପଦରେ ଅଛନ୍ତି। କର୍ମକର୍ତ୍ତା ହିଁ ଏ ପାର୍ଟିରେ ମୁଖ୍ୟ।